ଏକ ଅଜଣା ଗାଡ଼ିର ଧକ୍କା ଉଜାଡ଼ି ଦେଇଛି ଗୋଟିଏ ଗରିବ ପରିବାରର ସମସ୍ତ ସ୍ୱପ୍ନ। ପରିବାରର ଏକମାତ୍ର ରୋଜଗାରିଆ ନରେଶ କାଲସାଇଙ୍କ ଅକାଳ ମୃତ୍ୟୁ ପରେ ବଲାଙ୍ଗୀର ଜିଲ୍ଲାର ଫୁଲଝରଣ ଗ୍ରାମରେ ଶୋକର ଛାୟା ଖେଳିଯାଇଛି। ସୂଚନା ଅନୁଯାୟୀ ବଲାଙ୍ଗୀର ଧୁମାମରା ରାସ୍ତାର ପେଟ୍ରୋଲ ପମ୍ପ ନିକଟରେ ଏକ ଅଜଣା ଗାଡ଼ି ଦ୍ରୁତ ଗତିରେ ଆସି ନରେଶ କାଲସାଇଙ୍କୁ ଧକ୍କା ଦେଇଥିଲା। ଏହି ମର୍ମନ୍ତୁଦ ଦୁର୍ଘଟଣାରେ ନରେଶଙ୍କ ମୃତ୍ୟୁ ଘଟିଥିବା ବେଳେ ତାଙ୍କ ସହ ଥିବା ଅନ୍ୟ ଜଣେ ଯୁବକ ଗୁରୁତର ଆହତ ହୋଇ ବର୍ତ୍ତମାନ ଚିକିତ୍ସାଧୀନ ଅଛନ୍ତି। ନରେଶଙ୍କ ମୃତଦେହର ଶବ ବ୍ୟବଚ୍ଛେଦ ବଲାଙ୍ଗୀର ଭୀମଭୋଇ ମେଡିକାଲ କଲେଜ ଓ ହସ୍ପିଟାଲରେ ସମ୍ପନ୍ନ ହୋଇଛି। ମୃତ୍ୟୁ ଖବର ପାଇବା ପରେ ପରିବାର ସଦସ୍ୟଙ୍କ କାନ୍ଦ ବୋବାଳିରେ ହସ୍ପିଟାଲ ପରିସର ଭାବବିହ୍ୱଳ ହୋଇପଡ଼ିଥିଲା। ଦୁର୍ଘଟଣା ଘଟାଇ ଫେରାର ହୋଇଥିବା ଅଜଣା ଗାଡ଼ିକୁ ତୁରନ୍ତ ଠାବ କରିବା ସହ ଦୋଷୀଙ୍କ ବିରୁଦ୍ଧରେ କଠୋର ଆଇନଗତ କାର୍ଯ୍ୟାନୁଷ୍ଠାନ ଏବଂ ମୃତକଙ୍କ ପରିବାରକୁ ଆର୍ଥିକ ସହାୟତା ପ୍ରଦାନ କରିବାକୁ ପରିବାର ଲୋକ ଓ ସ୍ଥାନୀୟ ବାସିନ୍ଦା ଦାବି କରିଛନ୍ତି। ଘଟଣାକୁ ନେଇ ସମଗ୍ର ଅଞ୍ଚଳରେ ଶୋକର ପରିବେଶ ସୃଷ୍ଟି ହୋଇଥିବା ବେଳେ ପୋଲିସ ମାମଲା ରୁଜୁ କରି ଫେରାର ଗାଡ଼ିର ସନ୍ଧାନ ସହ ଘଟଣାର ତଦନ୍ତ ଜାରି ରଖିଛି। ମୋ ନାଁ ଗୋକୁଲ ଜାନି, ଫୁଲଝରଣ ରାୟ। କାଲି ଏଇଟା ସନ୍ଧ୍ୟା 8-9 ବଜେ ଆଡ଼େ ଏ ଭାଇ ମାର୍କେଟ ଆଡ଼େ ଆସୁଥିଲେ ଗଲେ ସେତେବେଳେ କେନ୍ ଅଜଣା ଗାଡ଼ିରେ ତାକେ ଧକ୍କା ଦେଇଦେଇଛି। ସେ ଧକ୍କା ଦେବା ଫଳରେ ତାକେ ତାର ସେନେ ଏକ୍ସପାର୍ଟ ହେଇଯାଇଛେ। ତାପରେ ଆମେ ସରକାରକେ ଅନୁରୋଧ କରମୁ, ପୋଲିସ ପ୍ରଶାସନକେ ଅନୁରୋଧ କରମୁ ସିସି କ୍ୟାମେରା ଯାଞ୍ଚ କରାଯାଉ। ତାର କାହିଁକି ବୋଲେ ସେ ଫ୍ୟାମିଲିର ସେ ଗୋଟେ ହିଁ ଏକମାତ୍ର ପୁଅ ଥିଲା ଯେ କି ତାର ପରିବାରକେ ପୋଷଣ କରିପାରୁଥିଲା। ତାର ଛଡ଼ା ଯାହା ଆଉ କେହି ନ ବହୁତ ପୁର୍ ଫ୍ୟାମିଲି କମାଲେ ଯାଇକରି ଚଲୁଥିଲେ। ସେ ଏକଲା ଏନ୍ତା କୁଲି ମଜୁରୀ କାମ କରିକି ପୋଷୁଥିଲା ତାକେ ବୋଲେ ସେଟାକେ ଆମେ ପ୍ରଶାସନକେ ପୋଲିସକେ ଆଜ୍ଞାଙ୍କୁ ଆମେ ଅନୁରୋଧ କରମୁ ଯେ ସିସି କ୍ୟାମେରା ସେନର ଯାଞ୍ଚ କରାଯାଉ, କେନ୍ ଗାଡ଼ି କାଣା ପିଟିଛେ ସେଟାକେ ଦେଖାଯାଉ, ଆଉ ପରିବାର ଲାଗି କିଛି କ୍ଷତିପୂରଣ ଆମେ ଦଉନ୍ ବୋଲି ଆମର ଦାବି। ଘଟଣା ତ 8-9 ବଜେ ଆଡ଼େ ଘଟିଛେ। ମୁଇଁ ବାଇଫୋନ୍ରେ 10 ବଜେ ଆଡ଼େ ସୋର୍ ପାଇଲି, 10 କି 11 ବଜେ ଆଡ଼େ ସୋର୍ ପାଇଲି ଆଉ ଡାଇରେକ୍ଟ ମେଡ଼ିକାଲ ଆସିଲି। ତାର ନାଁ ହଉଛେ ନରେଶ କାଲସେ। ବର୍ଷା ପାଖାପାଖି ହେନ୍ତା 15-20 ଆଡ଼େ ହେନ୍ତା ଭିତରେ ହେନ୍ତା। ମୁଇଁ ତ ନେଇ ଦେଖବାର ସେଟାକେ, ଖାଲି ଯାହା ସୋର୍ ପାଇଛେଁ ଯେ ହେଡ଼୍ରେ ଡାଇରେକ୍ଟ ଫୋର୍ ହେଡ଼୍ରେ ମାଡ଼ ହେଇଛି ବୋଲିକରି ସେଟା ସୋର୍ ପାଇଛେ। ହଁ, ଗାଡ଼ି ସାମ୍ନାରେ ପିଟିଛେ ବୋଲି ଯାହା ମୋର ବିଶ୍ୱାସ। ମୋ ନାଁ ଗୋକୁଲ ଜାନି, ଫୁଲଝରଣ ରାୟ। କାଲି ଏଇଟା ସନ୍ଧ୍ୟା 8-9 ବଜେ ଆଡ଼େ ଏ ଭାଇ ମାର୍କେଟ ଆଡ଼େ ଆସୁଥିଲେ ଗଲେ ସେତେବେଳେ କେନ୍ ଅଜଣା ଗାଡ଼ିରେ ତାକେ ଧକ୍କା ଦେଇଦେଇଛି। ସେ ଧକ୍କା ଦେବା ଫଳରେ ତାକେ ତାର ସେନେ ଏକ୍ସପାର୍ଟ ହେଇଯାଇଛେ। ତାପରେ ଆମେ ସରକାରକେ ଅନୁରୋଧ କରମୁ, ପୋଲିସ ପ୍ରଶାସନକେ ଅନୁରୋଧ କରମୁ ସିସି କ୍ୟାମେରା ଯାଞ୍ଚ କରାଯାଉ। ତାର କାହିଁକି ବୋଲେ ସେ ଫ୍ୟାମିଲିର ସେ ଗୋଟେ ହିଁ ଏକମାତ୍ର ପୁଅ ଥିଲା ଯେ କି ତାର ପରିବାରକେ ପୋଷଣ କରିପାରୁଥିଲା। ତାର ଛଡ଼ା ଯାହା ଆଉ କେହି ନ ବହୁତ ପୁର୍ ଫ୍ୟାମିଲି କମାଲେ ଯାଇକରି ଚଲୁଥିଲେ। ସେ ଏକଲା ଏନ୍ତା କୁଲି ମଜୁରୀ କାମ କରିକି ପୋଷୁଥିଲା ତାକେ ବୋଲେ ସେଟାକେ ଆମେ ପ୍ରଶାସନକେ ପୋଲିସକେ ଆଜ୍ଞାଙ୍କୁ ଆମେ ଅନୁରୋଧ କରମୁ ଯେ ସିସି କ୍ୟାମେରା ସେନର ଯାଞ୍ଚ କରାଯାଉ, କେନ୍ ଗାଡ଼ି କାଣା ପିଟିଛେ ସେଟାକେ ଦେଖାଯାଉ, ଆଉ ପରିବାର ଲାଗି କିଛି କ୍ଷତିପୂରଣ ଆମେ ଦଉନ୍ ବୋଲି ଆମର ଦାବି। ଘଟଣା ତ 8-9 ବଜେ ଆଡ଼େ ଘଟିଛେ। ମୁଇଁ ବାଇଫୋନ୍ରେ 10 ବଜେ ଆଡ଼େ ସୋର୍ ପାଇଲି, 10 କି 11 ବଜେ ଆଡ଼େ ସୋର୍ ପାଇଲି ଆଉ ଡାଇରେକ୍ଟ ମେଡ଼ିକାଲ ଆସିଲି। ତାର ନାଁ ହଉଛେ ନରେଶ କାଲସେ। ବର୍ଷା ପାଖାପାଖି ହେନ୍ତା 15-20 ଆଡ଼େ ହେନ୍ତା ଭିତରେ ହେନ୍ତା। ମୁଇଁ ତ ନେଇ ଦେଖବାର ସେଟାକେ, ଖାଲି ଯାହା ସୋର୍ ପାଇଛେଁ ଯେ ହେଡ଼୍ରେ ଡାଇରେକ୍ଟ ଫୋର୍ ହେଡ଼୍ରେ ମାଡ଼ ହେଇଛି ବୋଲିକରି ସେଟା ସୋର୍ ପାଇଛେ। ହଁ, ଗାଡ଼ି ସାମ୍ନାରେ ପିଟିଛେ ବୋଲି ଯାହା ମୋର ବିଶ୍ୱାସ। ମୋ ନାଁ ପ୍ରଶାନ୍ତ କାଲସେ, ମୁଁ ତାର ଦାଦା ଲାଗମି। ନରେଶ କାଲସେ ବୟସ 20 ତ ହେବା। ସେଟା ବାଇକ୍ରେ ଆସୁଥିଲେ ଆଜ୍ଞା, ଗାଡ଼ିଟା ପିଟି ଦେଇଛି ତାକୁ। ଏଇଟା 9 ବଜେ ଘଟଣା। ଏଇଟା ଧୁମାମରା ପେଟ୍ରୋଲ ଟାଙ୍କି ସାମ୍ନାରେ। ଆପଣ ମାନେ ବୋଲେ ଆମକୁ ଆଜ୍ଞା ପୁଲିସ ବାଲେ ଫୋନ୍ କଲେ, ମେଡ଼ିକାଲ ଆଣିଥିଲେ। ଆଉ ତାପରେ ଖବର ପାଇନୁ ଯେ ଆମେ ଆସିନୁ। ତାଙ୍କ ସାଙ୍ଗେ ସେ ଭଞ୍ଜାଟେ ଲାଗବେ ସେମାନେ ଥିଲେ ମନୋଜ ଭୋଏ। ତାଙ୍କର ଡ୍ୟାମେଜ ଗୋଡ଼ ଭାଙ୍ଗିଛି ଆଉ ହାତ ଫ୍ରାକ୍ଚର ହେଇଛି। ଆମେ ଯେତେବେଳେ ଆସିନୁ ଅବସ୍ଥାରେ ଦେଖୁନୁ ବୋଲେ ସେ ଯେନ୍ ଭାଇଟା ଯେନ୍ ଡେଥ୍ ହେଇଯାଇଛନ୍ ତାଙ୍କର ମୁଡ଼େ ଇଟା ବେଶୀ ହାତ ପଡ଼ିଥିଲା। ଆଉ ତ କିଛି ତାଙ୍କର ଇଟା ଥାଏ, ଖାଲି ମୁଡ଼େ ପଡ଼ିଥିଲା। ଆମେ ସେଟା ନାଇଁ, ଆମ ଆସିଲା ବେଲେ ନେଇ ଥାଇନୁ। ଘରେ ତାଙ୍କ ଘରେ ମା ବାପା ଅଛନ୍, ଭାଇ 2ଟା ଅଛନ୍, ଭଉଣୀଟି ଅଛନ୍।
সেটা তো আমি জানি নি পারনু আজ্ঞা গাড়ি কেন গাড়ি টিল্লা কাଣା যে দেখিনি আমি एक्सीडेंट আমি জানি নি পারনু আজ্ঞা আমি তো সে টাইমরে আমি খাইনি আমি যেন খবর পাইনু মেডিকালে সে আমি দেখিছু কହି নি পারু আজ্ঞା গাড়ি কেন আড়ে পুলিশ ଦେଖିଥିଲେ କି ପାଖରେ ଥିଲେ ସେ ଟାଇମରେ କହିପାରିବେ ତୁମେ କାହିଁ ଆସିଥିଲେ ବୋଲେ ଆସିଥିଲେ କାହିଁ ସେଟା ଜାଣିନି ଦାବି କରମୁ ଆଜ୍ଞା ଇହାଦେ ଆମର ମୃତ୍ୟୁ କରୁଛନ୍ ଯେନ୍ ଭାଇଟା ତାକୁ ସେ ଯେନ୍ ଅଜଣା ଗାଡ଼ିକେ ପୁରା ଧରାଯାଉ ସେ ଗାଡ଼ି ପିଟି କାଣା ଏଇଟା ତଦନ୍ତ କରାଯାଉ ଆର୍ ମୃତ୍ୟୁ ଯେନ୍ କରୁଛନ୍ ଭାଇର ତାର ପରିବାର ଲାଗି କ୍ଷତିପୂରଣ ଟିକେ ଦାବି କରମୁ ସରକାରକେ